ସିନ୍ଦୁର ଲଗାଇବା ସମୟରେ ମହିଳାମାନେ ଏହି 9ଟି ଭୁଲ କରନ୍ତୁ ନାହିଁ। ନମସ୍କାର ଭକ୍ତମାନେ, ଜୟ ଶ୍ରୀକୃଷ୍ଣ, ରାଧେ ରାଧେ। ଆଜି ଆମେ ଆଲୋଚନା କରିବୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ। ବିବାହିତା ମହିଳାମାନେ ସିନ୍ଦୁର ଲଗାଇବା ସମୟରେ କେଉଁ 9ଟି ଭୁଲ କରିବା ଉଚିତ ନୁହେଁ। ପୂଜ୍ୟ ଗୁରୁଜୀ ତାଙ୍କ ସାମ୍ପ୍ରତି କଥାରେ କହିଛନ୍ତି ଯେ ଏହି ଭୁଲଗୁଡ଼ିକ ମହିଳାଙ୍କ ସ୍ୱାମୀଙ୍କ ଜୀବନରେ ଦୁର୍ଭାଗ୍ୟ ଓ ଅସୁବିଧା ଆଣିପାରେ। ତେବେ ଆସନ୍ତୁ ଜାଣିବା ଏହି ଭୁଲଗୁଡ଼ିକ କ'ଣ ଓ କେମିତି ଏହାକୁ ଏଡ଼ାଇବା ଉଚିତ। ପ୍ରଥମ ଭୁଲ, ମଙ୍ଗଳବାରରେ ସିନ୍ଦୁର ଲଗାଇବା। ପୌରାଣିକ କଥା ଅନୁସାରେ ମଙ୍ଗଳବାର ହନୁମାନଜୀଙ୍କ ଦିନ ଅଟେ। ସେ ବାଲ ବ୍ରହ୍ମଚାରୀ ହୋଇଥିବାରୁ ଏହି ଦିନ ସିନ୍ଦୁର ଲଗାଇବା ଅଶୁଭ ବୋଲି ବିଚାର କରାଯାଏ। ଏହା ସ୍ୱାମୀଙ୍କ ଜୀବନରେ ଅସୁବିଧା ଆଣିପାରେ। ତେଣୁ ମଙ୍ଗଳବାରରେ ସିନ୍ଦୁର ଲଗାଇବାରୁ ଦୂରେଇ ରୁହନ୍ତୁ। ଦ୍ୱିତୀୟ ଭୁଲ, ଆପଣଙ୍କ ସିନ୍ଦୁର ଅନ୍ୟକୁ ଦେବା। କେବେ ମଧ୍ୟ ଆପଣଙ୍କ ବ୍ୟବହୃତ ସିନ୍ଦୁର ଅନ୍ୟ ମହିଳାଙ୍କୁ ଦିଅନ୍ତୁ ନାହିଁ। ଏହା ସ୍ୱାମୀଙ୍କ ଜୀବନରେ ଦୁର୍ଭାଗ୍ୟ ଓ ଆର୍ଥିକ ସମସ୍ୟାର କାରଣ ହୋଇପାରେ। ସିନ୍ଦୁର ହେଉଛି ସୁହାଗର ପ୍ରତୀକ, ତେଣୁ ଏହାକୁ ସମ୍ଭାଳି ରଖନ୍ତୁ। ତୃତୀୟ ଭୁଲ, ଓଦା ଚୁଟିରେ ସିନ୍ଦୁର ଲଗାଇବା। ସିନ୍ଦୁର ଲଗାଇବା ପୂର୍ବରୁ ଚୁଟି ଶୁଖିଲା ହେବା ଜରୁରୀ। ଓଦା ଚୁଟିରେ ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ସବୁବେଳେ ଶୁଖିଲା ଚୁଟିରେ ସିନ୍ଦୁର ଲଗାନ୍ତୁ। ଚତୁର୍ଥ ଭୁଲ, ଅନ୍ୟର ଉପହାର ଦିଆଯାଇଥିବା ସିନ୍ଦୁର ବ୍ୟବହାର କରିବା। ଅନ୍ୟର ଦେଇଥିବା ସିନ୍ଦୁର ଲଗାଇବା ଏଡ଼ାନ୍ତୁ। ଯଦିଓ ଶାଶୁ, ଜେଠାଣୀ କିମ୍ବା ଶ୍ୱଶୁରାଲର ବଡ଼ମାନେ ଦେଇଥିଲେ ତାହା ବ୍ୟବହାର କରିପାରନ୍ତି, ଅନ୍ୟଥା ଏହା ଆର୍ଥିକ କ୍ଷତିର କାରଣ ହୋଇପାରେ। ପଞ୍ଚମ ଭୁଲ, ସ୍ନାନ ନ କରି ସିନ୍ଦୁର ଲଗାଇବା। ସିନ୍ଦୁର ହେଉଛି ପବିତ୍ର ବସ୍ତୁ, ତେଣୁ ସ୍ନାନ ନ କରି କିମ୍ବା ମାସିକ ଋତୁସ୍ରାବ ସମୟରେ ଏହା ଲଗାଇବା ଅଶୁଭ। ଶାରୀରିକ ଶୁଚିତା ପୂର୍ବରୁ ସିନ୍ଦୁର ଲଗାଇବା ଏଡ଼ାନ୍ତୁ। ଷଷ୍ଠ ଭୁଲ, ପୂଜା ସମୟରେ ସିନ୍ଦୁର ନ ଲଗାଇବା। ପୂଜାପାଠ କିମ୍ବା ବ୍ରତ ସମୟରେ ଯେପରିକି କର୍ମଚୌଥ, ତିଜ, ବଟସାବିତ୍ରୀ ପୂଜା ସିନ୍ଦୁର ଲଗାଇବା ଅତ୍ୟନ୍ତ ଶୁଭ। ଏହା ସ୍ୱାମୀଙ୍କ ଦୀର୍ଘାୟୁ ଓ ଦାମ୍ପତ୍ୟ ଜୀବନରେ ସୁଖ ଆଣେ। ସପ୍ତମ ଭୁଲ, ସିନ୍ଦୁର ଲୁଚାଇ ରଖିବା। କେତେକ ମହିଳା ଫ୍ୟାସନ ପାଇଁ ସିନ୍ଦୁରକୁ ଚୁଟିରେ ଲୁଚାଇ ଦିଅନ୍ତି। ଏହା ଅଶୁଭ ଓ ସ୍ୱାମୀଙ୍କ ଜୀବନରେ ଅସଫଳତା ଆଣିପାରେ। ସିନ୍ଦୁର ସବୁବେଳେ ମଙ୍ଗଳରେ ଦୃଶ୍ୟମାନ ହେବା ଉଚିତ। ଅଷ୍ଟମ ଭୁଲ, ତେଢ଼ା ମେଢ଼ା ମାଙ୍ଗରେ ସିନ୍ଦୁର ଲଗାଇବା। ସିନ୍ଦୁର ସବୁବେଳେ ସିଧା ମାଙ୍ଗରେ ଲଗାଇବା ଶୁଭ। ତେଢ଼ା ମେଢ଼ା ମାଙ୍ଗ କିମ୍ବା କମ୍ ସିନ୍ଦୁର ଲଗାଇବା ଅଶୁଭ ଫଳ ଦେଇପାରେ। ମାଙ୍ଗ ପୁରା ଭରି ସିନ୍ଦୁର ଲଗାନ୍ତୁ, ଯାହା ସୁଖ ଓ ସମୃଦ୍ଧି ଆଣେ। ନବମ ଭୁଲ, ଦକ୍ଷିଣ ଦିଗରେ ମୁହଁ କରି ସିନ୍ଦୁର ଲଗାଇବା। ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗରେ ମୁହଁ କରି ସିନ୍ଦୁର ଲଗାଇବା ଅଶୁଭ। ଏହା ଦାମ୍ପତ୍ୟ ଜୀବନରେ ସମସ୍ୟା ଆଣିପାରେ। ପୂର୍ବ, ଉତ୍ତର କିମ୍ବା ପଶ୍ଚିମ ଦିଗରେ ମୁହଁ କରି ସିନ୍ଦୁର ଲଗାନ୍ତୁ। ସିନ୍ଦୁରର ଗୁରୁତ୍ୱ। ହିନ୍ଦୁ ଧର୍ମରେ ସିନ୍ଦୁର ହେଉଛି ସୁହାଗର ପ୍ରତୀକ। ଏହା ବିବାହର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରୀତି ଓ ମହିଳାଙ୍କର 16 ଶୃଙ୍ଗାରରେ ଅନ୍ୟତମ। ଏହା ସ୍ୱାମୀଙ୍କ ଦୀର୍ଘାୟୁ ଓ ଦାମ୍ପତ୍ୟ ଜୀବନରେ ସୁଖ ଆଣେ। ମାତା ପାର୍ବତୀ ମଧ୍ୟ ଭଗବାନ ଶିବଙ୍କ ପାଇଁ ସିନ୍ଦୁର ଲଗାଉଥିଲେ, ତେଣୁ ଏହାକୁ ଶ୍ରଦ୍ଧା ଓ ନିୟମ ଅନୁସାରେ ଲଗାଇବା ଜରୁରୀ। ଶୁଭ ଦିନ ଓ ନିୟମ। ରବିବାର, ସୋମବାର ଓ ଶୁକ୍ରବାର ସିନ୍ଦୁର ଲଗାଇବା ଅତ୍ୟନ୍ତ ଶୁଭ। ମାତା ଗୌରୀଙ୍କୁ ସିନ୍ଦୁର ଅର୍ପଣ କରି ମାଙ୍ଗ ଭରିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୁଏ। କିନ୍ତୁ ମାସିକ ଋତୁସ୍ରାବ ସମୟରେ ସିନ୍ଦୁର ଲଗାଇବା ଏଡ଼ାନ୍ତୁ, କାରଣ ଏହା ଅଶୁଦ୍ଧ ବୋଲି ବିଚାର କରାଯାଏ। ଆପଣଙ୍କୁ ଅନୁରୋଧ, ଯଦି ଆପଣ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଚାହୁଁଛନ୍ତି ତେବେ ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖନ୍ତୁ। ଭକ୍ତମାନେ, ସିନ୍ଦୁର କେବଳ ଏକ ଶୃଙ୍ଗାର ନୁହେଁ, ଏହା ସୁହାଗ ଓ ସୌଭାଗ୍ୟର ପ୍ରତୀକ। ଏହାକୁ ନିୟମ ଓ ଶ୍ରଦ୍ଧା ସହ ଲଗାଇବା ଦ୍ୱାରା ଦାମ୍ପତ୍ୟ ଜୀବନରେ ସୁଖ, ସମୃଦ୍ଧି ଓ ସ୍ୱାମୀଙ୍କ ଦୀର୍ଘାୟୁ ପ୍ରାପ୍ତ ହୁଏ। ଏହି ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ। ପୁଣି ମିଳିବା ପର୍ଯ୍ୟନ୍ତ ଜୟ ଶ୍ରୀରାମ।